ସୁନ୍ଦର ସକାଳ ଭିଡ଼ିଓଟି କି ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ସକାଳୁ ଏଇ ପେତିନିର ମୁହଁଟା ଚାହିଁକି ମୋତେ ଉଠିବାକୁ ପଡ଼ିଥିଲା। ଉଠୁ ଉଠୁ ତାପରେ ଜଣାପଡ଼ିଲା କି ଆମକୁ ସ୍କୁଲ ଯିବାର ଅଛି, କାରଣ ସ୍କୁଲରେ ଆଜି ଫଙ୍କସନ୍ ହେଉଛି। ଏଇଟା ହେଲା ମୋ ସ୍କୁଲ, ମୁଁ ଏଇଠି ପଢ଼ୁଥିଲି ଆଗରୁ। ହେଲେ ଏବେ ସେ ବେଳ ଆଉ କେଉଁଦିନ ଆସିବ? ଆମ ଝିଅ ଡ୍ୟାନ୍ସରେ ଭାଗ ନେଇଥିଲା, ସେଥିପାଇଁ ଆମେ ଯାଇଛନ୍ତି ତାକୁ ସଜ କରିଦେବା ପାଇଁ। ତାପରେ ଏଇଠି ଆମେ ତାକୁ ସଜ କରିଦେଉଛୁ। ଆଉ ଏ ପିଲାମାନେ ହେଲେ ଅଲଗା ଗ୍ରୁପ୍ର, ଆଉ ଏଇ 2 ଜଣ ତା ସହିତ ଡ୍ୟାନ୍ସ କରିବେ। ଦେଖନ୍ତୁ, ଇଏ ବି ଏଠି ଆସିକି ଗୋଟେ ସାଙ୍ଗ ତିଆରି କରିଦେଇ ତାର। ତାପରେ ଅଲଗା ପିଲାମାନେ ଏଠି ଡ୍ୟାନ୍ସ ପ୍ରାକ୍ଟିସ୍ କରୁଥିଲେ। ଏମାନଙ୍କର ତ ସଜ ସରୁନି, ସେ ପ୍ରାକ୍ଟିସ୍ କରିବେ କେତେବେଳେ। ତାପରେ ଏଇଟା ତାର ଫାଇନାଲ୍ ଲୁକ୍, କେମିତି ହେଇଛି ନିଶ୍ଚୟ କହିବେ। ତାପରେ ଏପଟକୁ ଆସିକି ଦେଖିଲା ବେଳକୁ ଯେ ଖାଇବା ବି ସମସ୍ତେ ଖାଇଲେଣି। ତ ଏତେ ଭିଡ଼ ଯାଇ କେମିତି ଆଣିବୁ? ଗଳି ପଶିକି ଯାଇକି ଆମେ ଖାଦ୍ୟ ନେଇକି ଆସିଥିଲୁ। ଖାଇବାର ଭିଡ଼ିଓଟା ମୁଁ ନେଇପାରିନଥିଲି, କାରଣ ବହୁତ ଭିଡ଼ ଥିଲା। ତାପରେ ମୁଁ ଏଇଠି ଆସି ଟିକେ ପାଣି ପିଇଦେଲି। ପାଣି ପିଇ ଦେଇ ସାରିଲା ପରେ ଏଇଟା ଦେଖନ୍ତୁ, ଏଇଟା ହେଲା ମୋ ସ୍କୁଲ, ମୁଁ ଏଇଠି ପଢ଼ୁଥିଲି। ଆମ ବେଳକୁ ତ ଏସବୁ କିଛି ନଥିଲା, ବାସ୍ ଏଇଠି ଗୋଟେ ବଡ଼ ବରଗଛ ଥିଲା, ଆଉ କିଛି ନଥିଲା। ତାପରେ ଏଇଠି ଆମେ ଆସି ବସି ଯାଇଥିଲୁ। ପ୍ରୋଗ୍ରାମ ବି ଷ୍ଟାର୍ଟ ହେବାକୁ ଲାଗିଲାଣି, ତ ଆମେ ମାନେ ଏଇଠି ଟିକେ ମସ୍ତି କରୁଥିଲୁ। ତାପରେ ଏଇଠି ଛୋଟ ଛୋଟ ପିଲାମାନେ ଆସିଲେ ଡ୍ୟାନ୍ସ କରିବା ପାଇଁ। ବହୁତ ସୁନ୍ଦର ସୁନ୍ଦର, କେବଳ ସମ୍ବଲପୁରୀ ଗୀତରେ ହିଁ ଏମାନେ ନାଚୁଥିଲେ, ବାସ୍ ଆଉ କେଉଁ ଗୀତରେ ନୁହେଁ। ଆଉ 2ଟା 3ଟା ଅଛନ୍ତି କାହ୍ନା ଗୀତରେ ନାଚୁଥିଲେ। ତାପରେ ଏଇଠି ଜଣେ ମ୍ୟାଡ଼ାମକୁ ଆମର ସମ୍ମାନିତ କରାହେଉଥିଲା। ତାଙ୍କ ସମ୍ମାନିତ ସରିଲା ପରେ ଏଇଠି ଗୋଟେ ଛୋଟ ପିଲା ସେ ଗୀତ ଗାଉଥିଲା, ବହୁତ ସୁନ୍ଦର ଗୀତ ଗାଉଥିଲା, ତାକୁ କେମିତି ମାନିବାକୁ ପଡ଼ିବ। ତାପରେ ଏଇଠି ଡ୍ୟାନ୍ସ ଚାଲିଥିଲେ, ଦେଖନ୍ତୁ ଛୋଟ ଛୋଟ ଛୁଆମାନେ କେମିତି ନାଚୁଛନ୍ତି। ଯଦି ଡ୍ୟାନ୍ସଟି ଆପଣଙ୍କୁ ଭଲ ଲାଗେ ନିଶ୍ଚୟ ଲାଇକ୍ କରିବାକୁ ଭୁଲିବେନି। ଛୁଆ ତ ଛାଡ଼, ତାପରେ ଚାଲିଗଲେ ପୁଅ ଛୁଆ ନାଚିବା ପାଇଁ। ଦେଖନ୍ତୁ ସେମାନେ କେମିତି ନାଚୁଛନ୍ତି, ତଥାପି ସେ ଯାହା ନାଚନ୍ତି ମନ ଖୋଲିକି କିନ୍ତୁ ନାଚୁଛନ୍ତି। ଆଉ ଏମାନେ ଶ୍ରୀକୃଷ୍ଣଙ୍କର 10 ଅବତାର ଏମାନେ ଦେଖେଇଥିଲେ। ଦେଖନ୍ତୁ କେତେ ସୁନ୍ଦର ଡ୍ୟାନ୍ସ କରୁଛନ୍ତି, ସମସ୍ତଙ୍କର ଏକା ଡ୍ରେସ୍। ତାପରେ ଏଉଠୁ ସେ ପିଲାମାନେ ଆସିଥିଲେ ଡ୍ୟାନ୍ସ କରିବା ପାଇଁ, ସେମାନେ ବି ବହୁତ ସୁନ୍ଦର ନାଚିଥିଲେ। ତାପରେ କିଛି ସମୟ ପରେ ତାପରେ ଆସିଲେ ଆମ ଝିଅ ହେରିକା, ଦେଖନ୍ତୁ କେମିତି ନାଚୁଛନ୍ତି। ଭିଡ଼ିଓରେ ତା ମୁହଁଟା ଟିକେ ଦେଖାଉନି, ଲାଷ୍ଟକୁ ଦେଖାହବ, ରୁହନ୍ତୁ ଦେଖିବେ ଆପଣମାନେ। ଏ ଯେଉଁ ସାଉଣ୍ଡ ଇଫେକ୍ଟଟା ଛାଡ଼ି ଦିଅନ୍ତୁ, କାରଣ ଆମ ଘରେ ଯେଉଁ ପେଚା ପେଚି ସବୁ ଅଛନ୍ତି ସେ କିଛି ଗୋଟେ କରେଇଦେବେନି। ଯଦି ଭଲ ଲାଗେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।